ଏହି ତିନି ପ୍ରକାରର ଭୋଜନ କରିବା ଦ୍ୱାରା ଆୟୁ ହ୍ରାସ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କୌଣସି ବୁଦ୍ଧିମାନ ବ୍ୟକ୍ତି ଭୁଲରେ ମଧ୍ୟ ତିନି ପ୍ରକାରର ଖାଦ୍ୟ ଖାଇବା ଉଚିତ ନୁହେଁ। ଏହିପରି ଖାଦ୍ୟ ସେମାନଙ୍କ ସାହସିକତା, ବୁଦ୍ଧିଧନ, ଖ୍ୟାତି ଏବଂ ସମ୍ମାନକୁ ହ୍ରାସ କରିଥାଏ। ଏଥିସହ ସ୍ୱାମୀ ସ୍ତ୍ରୀ କିପରି ଖାଦ୍ୟ ଖାଇବା ଉଚିତ ସେ ସମ୍ବନ୍ଧରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମଣିଷ ନିଶ୍ଚିତ ଭାବରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଉତ୍କୃଷ୍ଟ ବିଷୟରେ ଜାଣିବା ଆବଶ୍ୟକ। ଏହା କେବଳ ଜ୍ଞାନକୁ ବଢ଼ାଇଥାଏ ନାହିଁ, ବରଂ ବ୍ୟକ୍ତିକୁ ଜୀବନ ସାରା ସୁସ୍ଥ ଏବଂ ନିରୋଗ ରହିବାର ସାହାଯ୍ୟ କରିଥାଏ। ଏହି ଭିଡ଼ିଓଟିକୁ ମୁଁ ସମ୍ପୂର୍ଣ୍ଣ ରୂପରେ ଦେଖାଇବା ପାଇଁ ଆପଣମାନଙ୍କୁ ଅନୁରୋଧ କରୁଛି, କାରଣ ଶାସ୍ତ୍ର ବିଷୟର ଅସମ୍ପୂର୍ଣ୍ଣ ଜ୍ଞାନ କ୍ଷତିକାରକ ହୋଇଥାଏ। ତେଣୁ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ କ'ଣ କହିଛନ୍ତି। ଦର୍ଶକ ବନ୍ଧୁ, ଏହି ଦୁନିଆର ପ୍ରତ୍ୟେକ ପ୍ରାଣୀର ଅନ୍ନ ଅଭାବ ଆବଶ୍ୟକ, କାରଣ ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ପ୍ରତ୍ୟେକ ପ୍ରାଣୀ ବିଭିନ୍ନ ପ୍ରକାରର ଖାଦ୍ୟ ଆବଶ୍ୟକ କରନ୍ତି। ଖାଦ୍ୟ ଖାଇବା ସମୟରେ ପଶୁମାନେ ଈଶ୍ୱରଙ୍କ ନିୟମ ପାଳନ କରନ୍ତି ନାହିଁ, କିନ୍ତୁ ଖାଦ୍ୟକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ମନୁଷ୍ୟଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଯଦି ଏହି ନିୟମ ମାନି ମଣିଷ ଯାହା କୁହାଯାଇଛି ତାହା କରେ, ତେବେ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବ। ଆମର ଶାସ୍ତ୍ରରେ ଖାଇବା ପରି ଦିଗ, ଖାଦ୍ୟରେ ପ୍ରକାର ଏବଂ ଖାଦ୍ୟ ଖାଇବା ସମୟରେ ବିଷୟର ଗୁରୁତ୍ୱପୂର୍ଣ୍ଣ ନିୟମ ବ୍ୟାଖ୍ୟା କରାଯାଇଛି। ଦର୍ଶକ ବନ୍ଧୁ, ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତାରେ ଖାଦ୍ୟ ଖାଇବା ବିଷୟରେ ମଣିଷକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି। ଏହି ପରାମର୍ଶ ମନୁଷ୍ୟ ଅଗ୍ରଗତି ପାଇଁ ଲାଭଦାୟକ, ତାଙ୍କୁ ଦୀର୍ଘ ଜୀବନ ଦେଇଥାଏ ଏବଂ ତାଙ୍କୁ ସମସ୍ତ ପ୍ରକାରର ରୋଗରୁ ମୁକ୍ତ କରିଥାଏ। ଯେଉଁ ଈଶ୍ୱର ଶରୀର ପ୍ରଦାନ କରୁଛନ୍ତି, ସେହି ଈଶ୍ୱର ଶରୀରକୁ ଶୁଦ୍ଧ ଏବଂ ସୁସ୍ଥ ରଖିବାର ଉପାୟ ମଧ୍ୟ ଦେଇଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦିଆଯାଇଥିବା ଏହି ନିୟମକୁ ଅନୁସରଣ କରୁଥିବା ବ୍ୟକ୍ତିର ଶରୀରରେ ସର୍ବଦା ମିଳନ, ପରିଷ୍କାର ଏବଂ ବିଶୃଙ୍ଖଳାରୁ ଦୂରେଇ ରହିଥାଏ ତଥା ସେହି ମୋକ୍ଷ ପ୍ରାପ୍ତ କରିଥାଏ। ଭାଗବତ ଗୀତା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟକୁ ଖାଦ୍ୟର ପ୍ରକାର ବିଷୟରେ କହିଛନ୍ତି। ଯେଉଁ ପ୍ରକାରର ଖାଦ୍ୟ ମଣିଷକୁ କ୍ରୋଧ, ନିଷ୍ଠୁର ଏବଂ ରାକ୍ଷସୀ କରିଥାଏ, ଏହି ଖାଦ୍ୟ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ମଣିଷ ଗୁଣବାନ, ନମ୍ର ଏବଂ ଅନ୍ୟମାନଙ୍କ ମନରେ ବିଜେତା ହୋଇଥାଏ। ଜଣେ ବ୍ୟକ୍ତି ଯେଉଁ ପ୍ରକାରର ଖାଦ୍ୟ ଖାଇଥାଏ, ସେ ସମାନ ପ୍ରକାରର ଶରୀର ଏବଂ ଚିନ୍ତାଧାରା ପାଇଥାଏ। ସେଥିପାଇଁ ଧନର ଦେବୀ ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିବାକୁ ଜଣେ ବ୍ୟକ୍ତି ଉପଯୁକ୍ତ ଖାଦ୍ୟ ସାମଗ୍ରୀ ବାଛିବା ଉଚିତ। ଜଣେ ବ୍ୟକ୍ତି ଗରିବ ହେଉ କିମ୍ବା ସେ ଧନୀ ହୁଅନ୍ତୁ, ସେ ରାଜପ୍ରାସାଦରେ କିମ୍ବା ଜଙ୍ଗଲରେ ରହନ୍ତୁ, ତାଙ୍କୁ ନିଜ ଶରୀରକୁ ତୃପ୍ତ କରିବା ପାଇଁ ଖାଦ୍ୟ ନିହାତି ଦରକାର। କିନ୍ତୁ ଜଣେ ଇନ୍ଦ୍ରିୟର ଲୋଭରେ ଏତେ ଉନ୍ନତ ହେବା ଉଚିତ ନୁହେଁ। ତାମସିକ ଏବଂ ରାଜସିକ ଖାଦ୍ୟ ଖାଇ ଜଣେ ନିଷ୍ଠୁର ଏବଂ କ୍ରୂର ହୋଇଯାଇଥାଏ। ତାମସିକ ଖାଦ୍ୟ ଖାଉଥିବା ବ୍ୟକ୍ତି ନିଜର ସମ୍ମାନ, ସଂସ୍କାର ଓ ମୂଲ୍ୟବୋଧକୁ ମଧ୍ୟ ନଷ୍ଟ କରିଥାଏ। ଏହିସବୁ ଦୁଷ୍କର୍ମ ରାସ୍ତାକୁ ଆପଣେଇ ନିଅନ୍ତି। ରାଜସିକ ଖାଦ୍ୟ ଖାଉଥିବା ବ୍ୟକ୍ତି କ୍ରୋଧ, ଅଳସୁଆ ଏବଂ ଶେଷ ହୋଇଯାଏ। କିନ୍ତୁ ଯିଏ ଭଗବାନଙ୍କ ନାମ ନେଇ ସାତ୍ବିକ ଖାଦ୍ୟ ଖାଏ, ତାହା ମନ ଶୁଦ୍ଧ ଏବଂ ସୁନ୍ଦର ହୋଇଥାଏ। ଭଗବାନ ସର୍ବଦା ତା ଶରୀରରେ ବାସ କରନ୍ତି। ବନ୍ଧୁଗଣ, ବାସ୍ତୁ
ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ମଣିଷ ଖାଇବା ସମୟରେ ଯେଉଁ ଦିଗରେ ବସିବା ଉଚିତ ଏବଂ ଖାଇବା ସମୟରେ କେଉଁ ଦିଗକୁ ମୁହଁ କରି କରିବା ଉଚିତ। ଜଣେ ବ୍ୟକ୍ତି ଭୋଜନ ଆରମ୍ଭ କରିବା ପୂର୍ବରୁ କେଉଁ ମନ୍ତ୍ର ଜପ କରିବା ଉଚିତ ଏବଂ ଭୋଜନ ଉପରେ ସେ କ'ଣ କରିବା ଉଚିତ, ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଆଜିର ଏହି ଭିଡ଼ିଓରେ ଆମେ ଏହିସବୁ ବିଷୟ ଆଲୋଚନା କରିବା। ଯଦି ଖାଇବା ସମୟରେ ପରିବାରର ସମସ୍ତ ସଦସ୍ୟମାନେ ସଠିକ୍ ଦିଗ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଘରରୁ ସବୁ ଅସୁବିଧା ଦୂର ହୋଇଯିବ, ଦାରିଦ୍ର୍ୟ ମଧ୍ୟ ନଷ୍ଟ ହୋଇଯାଇଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କ ଅନୁଗ୍ରହରେ ଘରେ ସୁଖ ସମୃଦ୍ଧି ଭରିଯାଏ। ଏହା ସହିତ ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ସେଥିପାଇଁ ଆମେ ଏହି ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ବନ୍ଧୁମାନେ, ବିଶ୍ୱ ପୁରାଣରେ ଏହି ଉଲ୍ଲେଖ ଅଛି ଯେ ଭୋଜନ ଆରମ୍ଭ କରିବା ପୂର୍ବରୁ ଟିକିଏ ଖାଦ୍ୟ ଭୂମିରେ ରଖାଯିବା ଉଚିତ। ତାହା ଦ୍ୱାରା ସମସ୍ତ ଦେବତା, ପ୍ରାଣୀ, ପକ୍ଷୀ, ଭୂତ ଏବଂ ପ୍ରତ୍ୟେକ ଗଣ ଯେଉଁମାନେ ସେମାନଙ୍କର କର୍ମ ଦ୍ୱାରା ବନ୍ଧନରେ ବନ୍ଧା ହୋଇଥାନ୍ତି, ସେମାନଙ୍କୁ ଖାଦ୍ୟ ମିଳିପାରିବ। ଯଦି ଭୋଜନ ସମୟରେ କେହି ଅତିଥି ଘରକୁ ଆସନ୍ତି, ତେବେ ତାଙ୍କୁ ସ୍ୱାଗତ କରନ୍ତୁ ଏବଂ ତାଙ୍କୁ ଏକ ଆସନ ଦେଇ ଅଭିବାଦନ କରନ୍ତୁ। ତାଙ୍କୁ ଖାଇବାକୁ ଦିଅନ୍ତୁ। ତାପରେ ତାଙ୍କୁ ନମସ୍କାର କରି ସମ୍ମାନ ସହିତ ପଠାନ୍ତୁ, କାରଣ ଯେଉଁ ଘର ଅତିଥି ନିରାଶ ହୋଇ ଫେରନ୍ତି, ସେ ଗଲାବେଳେ ସେହି ଘରକୁ ଶୁଭ କର୍ମ ନେଇ ଅଶୁଭ କର୍ମ ଛାଡ଼ି ଚାଲିଯାଆନ୍ତି। ଶ୍ରୀକୃଷ୍ଣଙ୍କ କହିଛନ୍ତି ଯେ ଜଣେ ପିତାଙ୍କ ଘରେ ରହୁଥିବା ବିବାହିତ ଝିଅ, ଦୁଃଖୀ ମହିଳା, ଗର୍ଭବତୀ ମହିଳା, ପିଲା ଏବଂ ବୃଦ୍ଧକୁ ଖାଇବାକୁ ଦେବା ପରେ ହିଁ କେବଳ ଖାଇବା ଉଚିତ। ଯିଏ ସମସ୍ତଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଏ, ତାହା ଖାଦ୍ୟ ପାପ ହୋଇଥାଏ। ଏହିପରି ବ୍ୟକ୍ତି ନରକକୁ ଯାଏ। ସ୍ନାନ ନ କରି ଯିଏ ଖାଦ୍ୟ ଖାଏ, ତାର ଖାଦ୍ୟ ବିଷ୍ଠା ସଦୃଶ ହୋଇଯାଏ। ପିଲା ଏବଂ ବୃଦ୍ଧଙ୍କୁ ଖାଦ୍ୟ ନ ଦେଇ ଯିଏ ଖାଏ, ତାହା ମଳ ସଦୃଶ ହୁଏ ଏବଂ ଯିଏ ଦାନ କରି ଖାଦ୍ୟ ଖାଏ, ତାହାର ଖାଦ୍ୟ ବିଷାକ୍ତ ପରି ହୋଇଥାଏ। ଏହି ମଣିଷ କୌଣସି ମନ୍ଦ ବ୍ୟକ୍ତି ଦେଇଥିବା ଖାଦ୍ୟ କିମ୍ବା କେହି ଅପମାନିତ କରି ଦେଇଥିବା ଖାଦ୍ୟକୁ ଖାଇବା ଉଚିତ ନୁହେଁ। ମଣିଷ ଖାଦ୍ୟରେ ଅଗ୍ରଭାଗକୁ ଅଗ୍ନିକୁ ଦେଖାଇବା ପରେ ହିଁ ଖାଦ୍ୟ ଖାଇବା ଉଚିତ। ଖାଦ୍ୟ ସର୍ବଦା ଏକାଗ୍ରତାର ସହ ଖାଇବା ଉଚିତ। ପ୍ରଥମେ ମିଠା, ତାପରେ ଲୁଣ, ଖଟା ଏବଂ ଶେଷରେ ପିତା ତଥା ରାଗ ଖାଦ୍ୟ ଖାଇବା ଉଚିତ। ପ୍ରଥମ ତିନୋଟି ଗୁଣ୍ଡା ନିବରରେ ଗ୍ରହଣ କରାଯିବା ଉଚିତ। ଏହା କରିବା ଦ୍ୱାରା ବ୍ୟକ୍ତିଙ୍କର ମନକୁ ତୁରନ୍ତ ଶାନ୍ତ ହୋଇଯାଏ। ସେ ଜୀବନ ସାରା କେବେ ବି ଖାଦ୍ୟରେ ଅଭାବ ଅନୁଭୂତ କରନ୍ତି ନାହିଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ପୂର୍ବ ଦିଗରେ ବସି ଖାଇବା ଦ୍ୱାରା ଜଣେ ବ୍ୟକ୍ତି ରୋଗ ଏବଂ ମାନସିକ ଚାପରୁ ମୁକ୍ତି ପାଇଥାଏ। ବୃଦ୍ଧ ବୟସସ୍ଥମାନେ ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ। ଏହା ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ଆଣିଥାଏ, କାରଣ ପୂର୍ବ ଦିଗ ହେଉଛି ସୂର୍ଯ୍ୟ ଉଦୟ ଦିଗ ଏବଂ ଭଗବାନ ସୂର୍ଯ୍ୟ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପ୍ରଦାନ କରିଥାନ୍ତି। ଯଦି ଜଣେ ବ୍ୟକ୍ତି ବ୍ୟବସାୟରେ ଅଗ୍ରସର ଚାହିଁଥାନ୍ତି କିମ୍ବା ଚାକିରି ଖୋଜୁଛନ୍ତି, ତାହେଲେ ଉତ୍ତର ଦିଗକୁ ଆଡ଼କୁ ମୁହଁ କରି ଖାଦ୍ୟ ଖାଇବା ଉଚିତ। ଉତ୍ତର ଦିଗ ହେଉଛି ମାତା ସରସ୍ୱତୀଙ୍କ ଦିଗ। ଏହା ସେହି ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ପାଇବାରେ ସାହାଯ୍ୟ କରେ। ମନେ ରଖନ୍ତୁ, ଦକ୍ଷିଣକୁ ମୁହଁ କରି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।
ଏହା ଦିଗ ହେଉଛି ଯମକ ଦିଗ। ଶାସ୍ତ୍ର ଅନୁଯାୟୀ ଭାଙ୍ଗି ଯାଇଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଖାଇବା ବେଳେ ସର୍ବଦା ସଫା ଥାଳିରେ କରାଯିବା ଉଚିତ। ମଇଳା ଥାଳିରେ ଖାଇଲେ ଜୀବନରେ ଦୁର୍ଭାଗ୍ୟ ଆଣିଥାଏ। ଏକାଦଶୀ ଦିନ ତାମସିକ ଖାଦ୍ୟ ଖାଆନ୍ତୁ ନାହିଁ। ଶାସ୍ତ୍ର ଅନୁଯାୟୀ ଯଦି ଜଣେ ବ୍ୟକ୍ତି ତାମସିକ ଖାଦ୍ୟ ଅର୍ଥାତ୍ ଏକାଦଶୀ ଦିନରେ ଆମିଷ ଭକ୍ଷଣ କରେ ତେବେ ଲକ୍ଷ୍ମୀ ତାଙ୍କୁ ଛାଡ଼ି ଚାଲି ଯାଇଥାନ୍ତି। ଖାଦ୍ୟ ନଷ୍ଟ କରିବା ଶାସ୍ତ୍ରରେ ଏକ ଅଶୁଭ କର୍ମ ଭାବରେ ବିବେଚନା କରାଯାଏ। ସେଥିପାଇଁ କେବଳ ଯେତିକି ଖାଦ୍ୟ ଆବଶ୍ୟକ ସେତିକି ଖାଇବା ପାଇଁ ନିଅନ୍ତୁ। ଯଦି କେହି ଖାଉଛନ୍ତି ତେବେ ତାହା ଭୋଜନ ଶେଷ ନ ହେବା ପର୍ଯ୍ୟନ୍ତ ଉଠିବା ଉଚିତ ନୁହେଁ। ଏହା ପୂର୍ବପୁରୁଷମାନଙ୍କୁ କ୍ରୋଧିତ କରେ। ଭୋଜନ ପରେ ଥାଳିରେ ହାତ ଧୋଇବା ଅନୁଚିତ ବୋଲି ବିବେଚନା କରାଯାଇଛି। ଥାଳିରେ ହାତ ଧୋଇବା ଖାଦ୍ୟର ଅପମାନ ହୋଇଥାଏ। ଯେଉଁମାନେ ଭୋଜନ ପରେ ଥାଳିରେ ହାତ ଧୋଇଥାନ୍ତି ସେମାନେ ଏକ ନିମ୍ନ ଯୋନିରେ ଜନ୍ମଗ୍ରହଣ କରନ୍ତି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଜଣେ ବ୍ୟକ୍ତିକୁ ବିଛଣାରେ ବସି କଦାପି ଭୋଜନ କରିବା ଉଚିତ ନୁହେଁ, କାରଣ ଏହିପରି କରିବା ଦ୍ୱାରା ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହୋଇପାରେ। ଜଣେ କେବଳ ଭୂମି ଉପରେ ବାସନ ବିସ୍ତାର କରି ତାହା ଉପରେ ବସି ଖାଦ୍ୟ ଖାଇବା ଉଚିତ। ଖାଦ୍ୟ ଖାଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ। ଶୁଭ ଦିଗରେ ବସି କିମ୍ବା ଶୁଭ ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତିକୁ କ୍ଷତିକାରକ ପରିମାଣ ପ୍ରାପ୍ତ ହୋଇଥାଏ। ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି ଯେ ଅନ୍ୟ ଦ୍ୱାରା ଡେଇଁକି ଯାଇଥିବା ଖାଦ୍ୟ କେବେ ବି ଖାଇବା ଉଚିତ ନୁହେଁ। ଏପରି ଖାଦ୍ୟ ଅସୁସ୍ଥ ହୋଇଯାଏ। ଏହିପରି ଖାଦ୍ୟ ପଶୁମାନଙ୍କୁ ଦିଆଯିବା ଉଚିତ ଯାହାକି ନା ଅନ୍ୟମାନଙ୍କ ଦ୍ୱାରା ଡେଇଁକି ଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତିଙ୍କ ଆୟୁଷ କମିଥାଏ ଏବଂ ତାହାଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ। ଗରୁଡ଼ ପୁରାଣରେ ଅନୁଯାୟୀ ଯଦି ଖାଦ୍ୟର କେଶ ବାହାରେ ତେବେ ଏପରି ଖାଦ୍ୟ ଖାଇବା ଉଚିତ ନୁହେଁ। ଯଦି ଅନ୍ନରୁ କେଶ ବାହାରେ ତେବେ ଏହାକୁ ପ୍ରସାଦ ପରି ଭଗବାନଙ୍କୁ ଅର୍ପଣ କରିବା ଉଚିତ ନୁହେଁ କିମ୍ବା ଏହାକୁ ନିଜେ ଖାଇବା ଉଚିତ ନୁହେଁ। ଏହିପରି ଖାଦ୍ୟ ପ୍ରେତମାନଙ୍କୁ ପ୍ରାପ୍ତ ହୋଇଯାଇଥାଏ। ମଣିଷ ଅନ୍ୟମାନଙ୍କ ପାଇଁ ଦିଆଯାଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି କୁହାଯାଇଛି। ଜଣେ ବ୍ୟକ୍ତି ଯଦି ଅନ୍ୟର ଖାଦ୍ୟକୁ ଖାଇ କିମ୍ବା ସେହି ଖାଦ୍ୟ ଅନ୍ୟକୁ ନ ଦେଇ ନିଜେ ଖାଏ ତେବେ ଦେବୀ ଅନ୍ନପୂର୍ଣ୍ଣା କ୍ରୋଧରେ ହୁଅନ୍ତି। ସମସ୍ତଙ୍କୁ ମଧ୍ୟରେ ଖାଦ୍ୟ ବାଣ୍ଟି ଖାଇବା ଉଚିତ। ଅନ୍ୟମାନଙ୍କ ଅଂଶର ଖାଦ୍ୟ ଖାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ଠିକ୍ କାର୍ଯ୍ୟ ମଧ୍ୟ ନଷ୍ଟ ହୋଇଥାଏ। ଦୁଇ ପାଦରୁ ଭୂମିରେ ରଖି ପୂର୍ବ ଆଡ଼କୁ ମୁହଁ କରି ସୂର୍ଯ୍ୟାଭିମୁଖେ ହୋଇ ଖାଇବା ସର୍ବୋତ୍ତମ ବୋଲି ବିବେଚନା କରାଯାଇଥାଏ। ପୂର୍ବମୁଖୀ ହୋଇ ଖାଦ୍ୟ ଖାଇଲେ ଚର୍ମ ପୋଡ଼େ ଏବଂ ଉତ୍ତରାମୁଖୀ ହୋଇ ଖାଦ୍ୟ ଖାଇବା ମଧ୍ୟରେ ଉଚିତ ବୋଲି ବିବେଚନା କରାଯାଇଥାଏ। ସର୍ବଦା ଦୁଇ ହାତ ପାତ ଏବଂ ମୁହଁକୁ ପାଣିରେ ଧୋଇବା ଉପରେ ହିଁ ଖାଦ୍ୟ ଖାଇବା ଉଚିତ। ଖାଦ୍ୟ ପାତ୍ରକୁ ଭୂମିରେ ରଖି ଖାଦ୍ୟ ଗ୍ରହଣ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଇଛି। ଶାସ୍ତ୍ରରେ ଏହି ପ୍ରକାରର ଖାଦ୍ୟକୁ ଉପବାସ ସହିତ ସମାନ ବୋଲି ବର୍ଣ୍ଣନା କରାଯାଇଛି। ବ୍ୟକ୍ତିକୁ କ୍ରୋଧିତ ହୋଇ ଖାଇବା ଉଚିତ। କ୍ରୋଧରେ ଖାଇବା ଖାଦ୍ୟ ପାଇଁ ଅପମାନ ଏବଂ ଅନେକ ରୋଗର କାରଣ ହୋଇଥାଏ। ଯଦି ମନ ଅନ୍ୟ କେଉଁଠାରେ ଥାଏ ତେବେ ବି ଖାଇବା ଉଚିତ ନୁହେଁ। ଜୋତା ପିନ୍ଧି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହି ପ୍ରକାରର ଖାଦ୍ୟକୁ ଅଶରୀର ଖାଦ୍ୟ କୁହାଯାଏ। ଠିଆ ହୋଇ ଖାଇବା ଖାଦ୍ୟ ଖାଇବାକୁ ହାତରେ ଧରି ଖାଇବା ଅନୁଚିତ। ଠିକ୍ ମଧ୍ୟାହ୍ନରେ ଏହି ମଧ୍ୟରାତ୍ରିରେ ଖାଦ୍ୟ ଖାଇବା ଅଶୁଭ ବୋଲି ବିବେଚନା କରାଯାଏ। ବ୍ୟକ୍ତିର ପେଟ ଖରାପ ହେଲେ ବି ଖାଦ୍ୟ ଖାଇବା ଠିକ୍ ନାହିଁ।
ଓଦା କପଡ଼ା ପିନ୍ଧିଥିବା ଖାଦ୍ୟ ଖାଇବା ଅନୁଚିତ। ଅନ୍ୟ ପାଇଁ ଦିଆଯାଇଥିବା ଖାଦ୍ୟ କେବେ ବି ଖାଇବା ଉଚିତ ନୁହେଁ। ଏହା ସହିତ ବିଷ୍ଣୁ ପୁରାଣ ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀ ଏକାଠି ଖାଇବା ଉଚିତ ନୁହେଁ। ଏହିପରି କରିବା ଦ୍ୱାରା ଉଭୟଙ୍କର ମଧ୍ୟରେ ବିବାଦ ଏବଂ ମତଭେଦ ସୃଷ୍ଟି ହୁଏ। ଅନ୍ଧାରରେ କିମ୍ବା ଆକାଶ ତଳେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ। ଖାଇବା ସମୟରେ ମୁଣ୍ଡ ଉପରେ ଛାତ କିମ୍ବା ଗଛର ଛାଇ ରହିବା ଆବଶ୍ୟକ। ପୁରାଣ ଅନୁସାରେ କେବଳ ଏହି ବସ୍ତ୍ର ପିନ୍ଧି କିମ୍ବା ଉଲଗ୍ନ ହୋଇ ଖାଦ୍ୟ ଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜୀବନରେ ସୌଭାଗ୍ୟ ଆଣିଥାଏ। ଚାଲିବା ସମୟରେ କିମ୍ବା କୌଣସି ଯାନବାହନ ବସିଥାଏ ଥିବା ଖାଇବା ଅନୁଚିତ। ଆହୁରି ମଧ୍ୟ ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତିର ଆୟୁ କମିଯାଏ। ବସିବା କିମ୍ବା କାନ୍ଦିବା ସମୟରେ ଖାଦ୍ୟ ଖାଇବା କ୍ଷତିକାରକ। ଏହା ଯୋଗୁଁ ଖାଦ୍ୟ ଗଳାରେ ପଶିଯିବା କାରଣରୁ ମୃତ୍ୟୁ ହେବାର ଆଶଙ୍କା ରହିଥାଏ। ବନ୍ଧୁଗଣ, ଶାସ୍ତ୍ରରେ ଏହିପରି ଖାଦ୍ୟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିୟମଗୁଡ଼ିକୁ ଉଲ୍ଲେଖ କରାଯାଇଛି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ମୁଁ ଏଠାରେ ଶେଷ କରୁଛି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିହାତି କରନ୍ତୁ ଏବଂ ଏହାକୁ ଆପଣଙ୍କର ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଧନ୍ୟବାଦ।